ସମସ୍ତଙ୍କୁ ମୋର ପ୍ରେଜ୍ ଧନ୍ୟବାଦ ପ୍ରଭୁ। ପ୍ରଭୁ ମୋ ଭଳି ଆଜି ଅଯୋଗ୍ୟକୁ ଏଇ ଛୋଟ ସାକ୍ଷ୍ୟ କହିବା ପାଇଁ ସୁଯୋଗ ଦେଇଛନ୍ତି, ଧନ୍ୟବାଦ ଦଉଛି। ଆଉ ମଧୁସୁତା ଦିଦି ଆଉ ଆଜ୍ଞା ମାନଙ୍କୁ ଦିଦି ମାନେ ମତେ ସୁଯୋଗ ଦଉଛନ୍ତି ଛୋଟ ସାକ୍ଷ୍ୟ ଶୁଣିବା ପାଇଁ, ସେଥିପାଇଁ ଧନ୍ୟବାଦ ଦିଏ। ସମସ୍ତଙ୍କୁ ମୋର ପ୍ରେଜ୍ ଧନ୍ୟବାଦ। ମୋର ସାକ୍ଷ୍ୟ ହେଲା, ମୋ ପ୍ରଭୁକୁ ମୁଁ ବିଶ୍ୱାସ କରେ, ଆଉ ମୋ ପ୍ରଭୁଙ୍କ ପାଖରେ ବିଶ୍ୱାସ କରି ମୁଁ ସୁସ୍ଥ ପାଇସାରିଛି। ଆଗରୁ କହିଛି, ଆଉ ମୁଁ ପ୍ରଭୁଙ୍କ ପାଖରେ ବହୁତ ବଡ ରୋଗରୁ ଉଦ୍ଧାର ପାଇଛି, ବିପଦରୁ ଉଦ୍ଧାର ପାଇଛି। ଆଉ ସେଥିପାଇଁ ମୋ ପ୍ରଭୁକୁ କୋଟି କୋଟି ଧନ୍ୟବାଦ ଦିଏ। ଆଉ କାଲି ଗତ ପରଦିନ ମତେ ତା ଆଗରୁ 2 ଦିନ ଆଗରୁ ମତେ ମୁଁ ବାକ୍ୟ ବୁଝିପାରେ ନାହିଁ, ଆଉ ମୁଁ ଜାଣିପାରେ ନାହିଁ ବୋଲି ମୁଁ ଅସ୍ତବ୍ୟସ୍ତ ହେଇଯାଉଛି ଥରେ ଥରେ। ଆଉ ମୁଁ ସେଥିପାଇଁ ଅସ୍ତବ୍ୟସ୍ତ ହେଇକିରି ପୁରା ରାତି ନିଦ ହଉନାହିଁ। ହେଲେ ମୁଁ କେମିତି ମୋ ପ୍ରଭୁଙ୍କ ପାଖରେ ନିକଟବର୍ତ୍ତୀ ହେବାକୁ ଯାଉଛି, ମୁଁ ଆରମ୍ଭରୁ ଶେଷ ଯାଇ ମୁଁ ପ୍ରଭୁଙ୍କ ପାଖରେ କେମିତି ଲାଗି ରହିବି, ଭୟ ରଖି ଆଉ ଚାଲିବି ତାଙ୍କ ଭୟରେ, ତାଙ୍କ ପଛରେ ଚାଲିବି ବୋଲି ମୁଁ ଏଇ ଭୟରେ ମୁଁ ଚାଲିଥାଉଛି ସଦା ସର୍ବଦା। ମୋ ପ୍ରଭୁଙ୍କ ପାଖରେ ମୁଁ କେମିତି ରହିବି, ମୋ ପ୍ରଭୁ ଠାରୁ ମୁଁ ବଳ ପାଇବି, ଆଉ ମୋ ପ୍ରଭୁଙ୍କ ପାଖରେ ତାଙ୍କର ସେବା ମୁଁ କିଛି କରିପାରିବି। ମୁଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିପାରିବି, କିଛି ନ ଜାଣିଲେ ମଧ୍ୟ ମୁଁ ଏଇଆ ଚାହୁଁଛି। ଆଉ ପ୍ରଭୁ ମତେ ବଳ ଶକ୍ତି ଦିଅନ୍ତୁ, ଆଶୀର୍ବାଦ କରନ୍ତୁ, ମୁଁ ଯେମିତି ସମସ୍ତଙ୍କ ପାଇଁ ପ୍ରାର୍ଥନା କରିପାରିବି। ଆଉ ପ୍ରଭୁ ମତେ କଢେଇ ନିଅନ୍ତୁ। ଆଉ ପ୍ରାର୍ଥନା ପହରଦିନ ଗତ ପାହାନ୍ତିଆ ସମୟରେ ନିଦ୍ରା ରେ ଶୋଇଛି, ପୁରା ଶୋଇଲା ସମୟରେ ମୁଁ ଲେଟ୍ରିନ୍ ଯାଇଛି। ଲେଟ୍ରିନ୍ ଗଲା ମାତ୍ରକେ ସେ ପାଣି ବାଲ୍ଟିରେ ସେ ସାପ ରହିଛି, ଆଉ ରହିକିରି ସେ ପାଣି ପିଆ ଚଲେଇଛି, ପାଣି ପିଉଛି। ମୁଁ ଗଲି ଯେତେବେଳେ କହିଲି, ମୁଁ କହିଲି ଆଉ ଏଇ ପାଣି ବାଲ୍ଟିରେ ତୁ ଅଛୁ, ମୁଁ କେମିତି ଯିବି ସେ ଲେଟ୍ରିନ୍, ଆଉ ତୁ ବାହାରିକି ଯା ବୋଲି କହିଲାକୁ ସେ ଶୁଣିଲାନି, ସେ ପାଣି ପିଉଛି। ଆଗା ପିଇଲା ଭିତରେ ମୁଁ ପୁରା ଡେଇଁକିରି ପୁରା ଭିତରକୁ ଗଲି, ଲେଟ୍ରିନ୍ ଭିତରକୁ ଯାଇକି ଠିଆ ହେଲି। ଠିଆ ହେଇଛି, ତାକୁ କହୁଛି ତୁ ଯା ବୋଲିକି କହିଲା ଭିତରେ ଗୋଟେ ବାଡି ଦେଖାଗଲା, ବାଡିଟେ ସେ ବାଡକୁ ଆଉଜା ହେଇଛି, ବାଡିଟାକୁ ହାତରେ ଧରିଲି, ଧରିକି ତୁ ଯିବୁ ନା, ତତେ ବାଡେଇକି ତୁ ଯାଉନୁ ବୋଲି କହିଲାକୁ ସେ ଆଉ ଶୁଣିଲାନି, ସେ ପାଣି ପିଉଛି। ଆଗା ପିଇଲା ସମୟରେ ତାକୁ କହିଲି, ମୋର ଏମିତି ପାଟିରୁ ବାହାରିଲା ଆଉ ସ୍ୱପ୍ନରେ ମୁଁ କହିଲି ତୁ ଦିଶୁଙ୍କ ନାମରେ ଚାଲିଯା, ତୁ ଦିଶୁଙ୍କ ନାମରେ ଚାଲିଯା, ଏତିକି କହିଛି। ମୋର ନିଦ ଭାଙ୍ଗିଗଲା। ଆଉ ନିଦ ଭାଙ୍ଗିଗଲା ପରେ ମୁଁ ଚେତା ହେଇଗଲି। ଚେତା ହେଇଗଲା ଆସିକି କିଛି ନାହିଁ। ପ୍ରଭୁ ଏତିକି ଛୋଟ ସାକ୍ଷ୍ୟରେ ଗର୍ବ ପାଆନ୍ତୁ, ମତେ ଭୁଲୁଥିଲେ କ୍ଷମା କରନ୍ତୁ। ମୁଁ ଜାଣେ ନାହିଁ, ମତେ ଯାକ କିଛି ଜଣା ନାହିଁ, ମତେ କ୍ଷମା କରନ୍ତୁ। ପ୍ରେଜ୍ ଦିଦି ମୋ ପାଇଁ ପ୍ରାର୍ଥନା କରନ୍ତୁ, ଆମ ଘର ପରିବାର ପାଇଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ। ଧନ୍ୟବାଦ ଗୋଲାପୀ ଭଉଣୀ, ଆପଣଙ୍କର ଏଇ ସୁନ୍ଦର ସାକ୍ଷ୍ୟ ପାଇଁ। ପ୍ରଭୁ ଅନେକ ସମୟରେ ଆମମାନଙ୍କ ବିଶ୍ୱାସକୁ ବଢେଇବା ପାଇଁ ଭିନ୍ନ ଭିନ୍ନ ମାଧ୍ୟମରେ ଆମମାନଙ୍କୁ କଥା କହିଥାନ୍ତି। ଆଉ ଆପଣଙ୍କୁ ସେଦିନ ପ୍ରଭୁ ସ୍ୱପ୍ନ ମାଧ୍ୟମରେ କଥା କହିଲେ, କାରଣ ଯୀଶୁ ନାମରେ ଶକ୍ତି ଥାଏ, ଯୀଶୁ ନାମରେ ସବୁ କିଛି ଉଭେଇଯାଏ ଆଉ ନୂଆ ହେଇଥାଏ। ଆପଣ ସୁନ୍ଦର ସାକ୍ଷ୍ୟ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ବିଶ୍ୱାସକୁ ଦେଖିକି ଆମମାନେ ମଧ୍ୟ ଉଜ୍ଜୀବିତ ହେଇଥାଉ, ଆମମାନେ ଚିନ୍ତା କରିଥାଉ କେତେ ସୁନ୍ଦର ବିଶ୍ୱାସ ଆପଣଙ୍କର, କେତେ ଭରସା ପ୍ରଭୁଙ୍କ ଉପରେ। ଆପଣ ଯେତେବେଳେ କୁହନ୍ତି ଯୀଶୁ ନାମରେ ଚାଲିଯାଏ, ସେତେବେଳେ ପ୍ରଭୁ କାର୍ଯ୍ୟ କରିଥାନ୍ତି। ଆମେ ପ୍ରତ୍ୟେକ ଯେତେବେଳେ ପ୍ରଭୁ ଯୀଶୁଙ୍କ ନାମରେ କିଛି ମାଗିଥାଉ, ସେତେବେଳେ ପ୍ରଭୁ ଆମମାନଙ୍କର ବାକ୍ୟ ଶୁଣିଥାନ୍ତି, ଆମମାନଙ୍କର କଥା ଶୁଣିଥାନ୍ତି, ଆଉ ଆମମାନଙ୍କୁ ସେଇ କଥା ପୂରଣ ବି କରିଥାନ୍ତି। ଧନ୍ୟବାଦ ସୁନ୍ଦର ବିଶ୍ୱାସ ପାଇଁ, ସୁନ୍ଦର ସାକ୍ଷ୍ୟ ପାଇଁ। ଏମିତି ସାକ୍ଷ୍ୟ ଆମମାନେ ସବୁବେଳେ ଶୁଣୁଥିବା, ଆଉ ସେଇ ସାକ୍ଷ୍ୟ ଗୁଡିକ ଆମମାନଙ୍କର ବିଶ୍ୱାସକୁ ଆହୁରି ଦୃଢୀଭୂତ କରୁଥିବ, ପ୍ରତିଦିନ ଆଗକୁ ଚାଲିବାରେ ଆମମାନଙ୍କୁ ରାସ୍ତା ଦେଖାଉଥିବ, ଶକ୍ତି ଯୋଗାଉଥିବ। ପ୍ରେଜ୍ ଦ ଲର୍ଡ। ଆମମାନେ ସମସ୍ତେ ସେ ଯୋଗୁଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପାଖରେ। ପ୍ରେଜ୍ ଦ ଲର୍ଡ। ଆମେନ୍। ପ୍ରେଜ୍ ଦ ଲର୍ଡ। ଆମେନ୍, ଆମେନ୍, ଆମେନ୍।